ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆଜି ଆମେ ଜାଣିବା ସୁଭଦ୍ରା ଆବେଦନ ବିଷୟରେ। ପୁଣି ଥରେ 2026 ଏପ୍ରିଲ 1ରୁ ସୁଭଦ୍ରା ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ କେଉଁମାନେ ଲାଭ ନେଇପାରିବେ, କେଉଁମାନେ ଆବେଦନ କରିପାରିବେ, କେଉଁମାନେ କରିପାରିବେ ନାହିଁ, ତାର ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ତ ପ୍ରଥମ କଥା ହେଲା ଯେ ଆବେଦନର ପ୍ରକ୍ରିୟା ଏପ୍ରିଲ 1 2026ରୁ 30 ଏପ୍ରିଲ 2026 ମାନେ ଗୋଟିଏ ମାସ ପାଇଁ ଆବେଦନ ପ୍ରକ୍ରିୟା ତାର ଚାଲୁ ରହିବ। ତାପରେ ଆଉ ଆପଣ ଆବେଦନ କରିପାରିବେ ନାହିଁ। ତ କେଉଁମାନେ ଆବେଦନ କରିପାରିବେ? ଯେଉଁମାନଙ୍କୁ ଏପ୍ରିଲ 1 ପୂର୍ବରୁ 21 ବର୍ଷ କିମ୍ବା 60 ବର୍ଷରୁ କମ୍ ବୟସ ହୋଇଥିବ ସେଇମାନେ ଖାଲି ଆବେଦନ କରିପାରିବେ, ଆଉ ଅନ୍ୟମାନେ ଆବେଦନ କରିପାରିବେ ନାହିଁ। ଯେଉଁମାନେ ଆଗରୁ ଆବେଦନ କରିଛନ୍ତି ସେମାନେ ଆବେଦନ କରିପାରିବେ ନାହିଁ। ଏଇଟା ଖାଲି ଯେଉଁମାନଙ୍କର ଆବେଦନ ହେଇନାହିଁ ସେମାନେ ଆବେଦନ କରିପାରିବେ। ଆବେଦନ କରିବାର ଯୋଗ୍ୟତା ମାନଦଣ୍ଡ କ'ଣ ରହିବା ଦରକାର? ଆସନ୍ତୁ ଦେଖିବା ଯୋଗ୍ୟତା ମାନଦଣ୍ଡ ଉପରେ ନଜର ପକାଇବା। ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ନିହାତି ଆବଶ୍ୟକ। ଯେଉଁମାନେ ବାହାର ରାଜ୍ୟରୁ ଆସିକି ରହିଯାଇଛନ୍ତି ବା ଯେଉଁମାନେ ବାହାର ରାଜ୍ୟରୁ ଆସିକି ଓଡ଼ିଶାରେ ରହୁଛନ୍ତି ସେମାନେ ଆବେଦନ କରିପାରିବେ ନାହିଁ। ଆବେଦନକାରୀ NFSA, SFSS ଅନ୍ତର୍ଭୁକ୍ତ ହୋଇଥିବେ ବା NFSA, SFSFରୁ ବଞ୍ଚିତ ଥିବା ପରିବାରର ଜଣେ ମହିଳା ସୁଭଦ୍ରା ଅଧୀନରେ ଆବେଦନ କରିପାରିବେ ଯଦି ତାଙ୍କ ପରିବାରର ବାର୍ଷିକ ଆୟ 2.5 ଲକ୍ଷରୁ ଅଧିକ, ମାନେ କେହି ଯଦି ଚାକିରିଆ ହୋଇଥିବେ କିମ୍ବା 2.5 ଲକ୍ଷରୁ ଅଧିକ ତାଙ୍କର ଆୟ ହୋଇଥିବ, ତେବେ ସେ ଆବେଦନ କରିପାରିବେ ନାହିଁ। ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ଆବେଦନକାରୀଙ୍କ ବୟସ ଧାର୍ଯ୍ୟ ତାରିଖ ଅନୁଯାୟୀ 21 ବର୍ଷ କିମ୍ବା ଅଧିକ 60 ବର୍ଷରୁ କମ୍ ହେବା ଉଚିତ। ଆଧାର କାର୍ଡ଼ରେ ଲିପିବଦ୍ଧ ହୋଇଥିବା ଜନ୍ମ ତାରିଖକୁ ତାଙ୍କ ବୟସ ଗଣନା ପାଇଁ ଗ୍ରହଣ କରାଯିବ। ଆଧାର କାର୍ଡ଼ରେ ଯେଉଁ ତାରିଖ ଅଛି ସେହି ତାରିଖ ଅନୁସାରେ ଆପଣଙ୍କୁ 21 ବର୍ଷ ହୋଇଥିବା କଥା, ଯେଉଁଟା ସରକାର ଧାର୍ଯ୍ୟ କରିଛନ୍ତି ଯେ ଏପ୍ରିଲ 1 ପୂର୍ବରୁ 21 ବର୍ଷ ହୋଇଥିବା ଦରକାର। ମାନେ ମାର୍ଚ୍ଚ 31 ସୁଦ୍ଧା ଆପଣଙ୍କର 21 ବର୍ଷ ହୋଇଥିବ। ଏପ୍ରିଲ 1 ପରେ ଯଦି 21 ବର୍ଷ ହେଉଛି ତାହେଲେ ଆପଣ ଯୋଗ୍ୟ ବିବେଚିତ ହେବେ ନାହିଁ। ଦେଖନ୍ତୁ, ଏଠି ଜନ୍ମ ତାରିଖ ବି ଘୋଷଣା କରାଯାଇଛି ଯେ 2/4/1966 ଠାରୁ 1/4/2005 ପର୍ଯ୍ୟନ୍ତ ଯେଉଁମାନଙ୍କର ଜନ୍ମ ଡେଟ୍ ଅଫ୍ ବାର୍ଥ ରହିଛି ସେଇ ଭିତରେ ସେମାନେ କେବଳ ଆବେଦନ କରିପାରିବେ। ତାଠାରୁ ବାହାରେ କେହି ଆବେଦନ କରିପାରିବେ ନାହିଁ। ତୃତୀୟ ପର୍ଯ୍ୟାୟ ଆବେଦନ ଏମିତି ଭାବରେ ଚାଲୁ ରହିବ ଗୋଟିଏ ମାସ ପାଇଁ 1 ଏପ୍ରିଲ 2026ରୁ 30 ଏପ୍ରିଲ 2026 ପର୍ଯ୍ୟନ୍ତ। ତ ଯେଉଁମାନଙ୍କୁ 2026 ମାର୍ଚ୍ଚ 31 ସୁଦ୍ଧା 21 ବର୍ଷ ହୋଇଥିବ ସେହିମାନେ ଖାଲି ଆବେଦନ କରିପାରିବେ। ତ ବେଶୀ କିଛି ନିୟମ ତୃତୀୟ ପର୍ଯ୍ୟାୟ ଆବେଦନ କରିବାରେ ପରିବର୍ତ୍ତନ ହେଇନାହିଁ। ଖାଲି ବୟସର ସୀମା ଏପଟ ସେପଟ ହେଇଛି। ସୁଭଦ୍ରାରେ କୌଣସି ନିୟମ ପରିବର୍ତ୍ତନ ହେଇନାହିଁ। ଖାଲି ଆବେଦନ କରିବା ପାଇଁ ବୟସ ସୀମା ଯେଉଁ ରହିଥିଲା ତାର ବୟସ ସୀମା ଅବଧିଟାକୁ ବଢ଼େଇ ଦିଆଯାଇଛି ଯେ ଏପ୍ରିଲ 1 2026 ପର୍ଯ୍ୟନ୍ତ ଯେଉଁମାନଙ୍କର ବା ତା ପୂର୍ବରୁ ଯେଉଁମାନଙ୍କର ବୟସ 21 ବର୍ଷ ହୋଇଛି ସେମାନେ ଖାଲି ଆବେଦନ କରିପାରିବେ। ଆଉ କୌଣସି ଲୋକ ଆବେଦନ କରିପାରିବେ ନାହିଁ, କୌଣସି ସ୍ତ୍ରୀ ମହିଳା ଆବେଦନ କରିପାରିବେ ନାହିଁ। ତ ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି ନୂଆ ଆସିଛନ୍ତି ଭିଡ଼ିଓଟିକୁ ସେୟାର କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଥିଲେ ଗୋଟେ ଲାଇକ୍ କରିବେ। ରହୁଛି, ନମସ୍କାର।